ଆଗକୁ ଆହୁରି ଦେଖନ୍ତୁ ଆହୁରି କ'ଣ କ'ଣ ହେବା ପାଇଁ ଚାଲୁଛି। ଆମେ ପଇସାର ଫୁଟାଣି ଦେଖାଉଛୁ, ଏ ପଇସାର ଫୁଟାଣି କାହାକୁ ଦେଖାନ୍ତୁ? ପ୍ରଭୁଙ୍କ ପାଖରେ ଦେଖାନ୍ତୁ। ପ୍ରଭୁ କହୁଛନ୍ତି ଆଗ ଭିତର ପରିଷ୍କାର ହଉ। ଯଦି ଭିତର ଠିକ ନାହିଁ ଫୁଟାଣି ମାରନ୍ତୁ ନାହିଁ, କାରଣ ପ୍ରଭୁ ଭିତର ଦେଖି ବିଚାର କରିବେ। ଯଦି ମୋର ଘର ବଦଳୁ ନାହିଁ, ମୋ ଘର ପରିବାର ଶାନ୍ତି ନାହିଁ, ଆତ୍ମିକତା ନାହିଁ, କିଛି ଭଲ ବିଷୟ ନାହିଁ, ତା ପଛର ମୂଳ କାରଣ କ'ଣ? ଭିତରେ ସଫା ନାହିଁ। ପିଲାମାନେ ପାଠ ପଢୁଛନ୍ତି, ଚାକିରି କରୁଛନ୍ତି, ଧନ କମାଉଛନ୍ତି, କିନ୍ତୁ ଶାନ୍ତି। ଆଗ ଶାଗ ପଖାଳ ଖାଉଥିଲେ ଶାନ୍ତିରେ ଥିଲେ, ଏବେ ପାଠ ଶାଢ଼ୀ ପିନ୍ଧି ମଧ୍ୟ ଶାନ୍ତିରେ। ଭଉଣୀମାନେ କହୁଛନ୍ତି ଆଗ କିଛି ନଥିଲା, ପଖାଳ ଖାଉଥିଲୁ, ଆଳୁ ଖାଉଥିଲୁ, ଖାଉଥିଲୁ, ଶାନ୍ତିରେ ଥିଲୁ। ଏବେ ପାଠ ଶାଢ଼ୀ ପିନ୍ଧି ବିରିୟାନୀ ଖାଇ ପୁରା ଖାଉଛି, ରାତିରେ ନିଦ ବି ନାହିଁ। ଆହୁରି ପ୍ରାର୍ଥନା, ପ୍ରଭୁ ମତେ ନେଇଯାଅ ରାଜା, ମତେ ନେଇଯାଅ। ତତେ ନେଇ କ'ଣ କରିବେ? ମୁଁ ଗଲା ପରେ ତ ତତେ ନେଇଯିବେ। ତତେ ନେଇ କ'ଣ ରାତି ଯାକ ଟିଭି ଦେଖୁଛୁ, ଚର୍ଚ୍ଚ ଆସୁନୁ, ପ୍ରାର୍ଥନା ନାହିଁ, ପ୍ରଭୁ ନାହିଁ, ତତେ ନେଇ କ'ଣ ରାଜା ପକାଇବେ? ଆପଣ ଗଲା ପରେ ତ ପ୍ରଭୁ ଆପଣଙ୍କୁ ନେଇଯିବେ। ପ୍ରିୟ ଭାଇ ଭଉଣୀ ମାନେ, ଚର୍ଚ୍ଚ ଆସିବାର ଯୋଗ୍ୟତା ଆମର ନାହିଁ। କାରଣ ଏଠି କିଛି କଟକଣା ଆମେ ତ ସବୁ କରି ମଦ ପିଇ ଆସୁଛୁ, ଜୁଆ ଖେଳି ଆସୁଛୁ, ଚୋରି କରି ଆସୁଛୁ, ବ୍ୟଭିଚାର ସବୁ କରି ଆସୁଛୁ, ଆସୁଛୁ ଆଉ ଯାଉଛୁ, ଆସୁଛୁ, କିନ୍ତୁ ଏମିତି ଅବସ୍ଥାରେ ପ୍ରଭୁଙ୍କ ରାଜ୍ୟକୁ ଆପଣ ଯାଇପାରିବେ ନାହିଁ। ତ ପ୍ରଥମ ବିଷୟ କ'ଣ କରିବେ? ଭିତର ପରିଷ୍କାର ହେବେ। ଏଇଟା ପ୍ରଥମ ବିଷୟ।